ଆପଣ ଟିକିଲିଟା କୋଉଠି ପିନ୍ଧୁଛନ୍ତି? ଏଇଠି। ସେ କହିଲା ଶୂନ୍ୟ ମନ୍ଦିରେ ବିହାର ଦୁତି ପାଦ ନ ମିଶଇ ଏକ ପାଦ ଧର ଧର ଶୂନ୍ୟ ମନ୍ଦିରେ ବିହାର। ଦୁଇ ପାଦକୁ ଧରନି, ଗୋଟିଏ ପାଦକୁ ଧର। ସେ ତିନି କିଏ କିଏ? ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ, ସେ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜନାରୀ। ଆପଣ କହିବେ ଏଗୁରା କ'ଣ ମୁଁ କହିଲି? ସେ କ'ଣ ଦୁଇ ପାଦ ନମିଷ ଏକ ପାଦ ଧର ଧର? ଇଏ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ଇଏ ତିନି ତିନି ତିନି। ନନା ଆଉ ଟିକେ ପୂର୍ବରୁ କହୁଥିଲେ ରାମ 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 ରାମ। ଏ କ'ଣ ତିନି? ଆଜ୍ଞା, ବାଁ ପଟ ନାକ ଡାହାଣ ପଟ ନାକ ମଝି, ଏଡା ପିଙ୍ଗଳା ସୁଷୁମନା। ରଖିଲା 10 ବାଟ ଲଗାଇଲା କହ ବାଟ, ସୁଷୁମନା ଦୁଆରେ ରହିଲେ ନନ୍ଦ ଚାଟ। ଯେବେ ପାଇବୁ ଭେଟ ମାୟାକୁ ଚୋହି କାଟ, ଆପେ ମନକୁ କରିବେ ଚାହାରେ, ବଡ଼ ମାୟା ଭେଜିବ ନୁହେଁ କାହାରେ। ତେଣୁ ସୁଷୁମନା ଦ୍ୱାରଟା ହେଉଛି ଏଇଟା। ଆପଣ ପାଇଁ ମନେ ରଖିବେ, ଆପଣ ଯେତେବେଳେ ଟିକିଲି ଚନ୍ଦନ ଆମେ ସବୁ ଲଗାଉଛେ, ଆମେ କେଉଁଠି ଲଗାଉଛେ? ଆଜ୍ଞା ଚକ୍ରରେ। ଏଇ ଆଜ୍ଞା ଚକ୍ରରେ 6ଟି ଚକ୍ର ରହୁଛି। ଆପଣଙ୍କର ମୂଳାଧାର ଚକ୍ର, ସ୍ୱାଧିଷ୍ଠାନ ଚକ୍ର, ମଣିପୁରା ଚକ୍ର, ଅନାହଟ ଚକ୍ର, ବିଶୁଦ୍ଧ ଚକ୍ର, କଣ୍ଠ ବିଶୁଦ୍ଧ ଚକ୍ର, ଆଜ୍ଞା ଚକ୍ର, ସହସ୍ରଧର ଚକ୍ର। ବହୁତ ଗୁଡ଼ିଏ କଥା ଅଛି। ଆମେ ରାମଚନ୍ଦ୍ରଙ୍କ ଉପରେ ଯାଉଛେ, ରାମଚନ୍ଦ୍ରଙ୍କ ଉପରେ ଯିବା ଯେ କରତାଳିର କଥା ଯୋଗୁଁ। ତେଣୁ ଆପଣ ଯେଉଁ ଏଇ ଆଙ୍ଗୁଠି କଥାଟି କହିଲେ, ଏଇ ଆଙ୍ଗୁଠିରେ ଯଦି ଆପଣ ମା ମାନେ ଫେସିଆଲ ହେଉଛ, ଏଇ ଆଙ୍ଗୁଠିଟାକୁ ୟୁଜ୍ କରୁଛ, ଏଇ ଆଙ୍ଗୁଠିଟା ହେଉଛି ସୁନ୍ଦର। ସେ ହେଉଛନ୍ତି ରାମଚନ୍ଦ୍ର। ରାମଚନ୍ଦ୍ରଙ୍କ ଭଳିଆ ସୁନ୍ଦର କେହି ନାହାନ୍ତି। ରାମଚନ୍ଦ୍ରଙ୍କ ପରି ସୁନ୍ଦର କେହି ନାହାନ୍ତି। ଶିବ ମଧ୍ୟ ଖୁସି ହେଇଥିଲେ ସତ୍ୟ ସୁନ୍ଦର ପଙ୍କଜ ଲୋଚନଙ୍କୁ ଦେଖିକି। ସୀତାଙ୍କ ଭଳିଆ ସୁନ୍ଦରୀ ମଧ୍ୟ ଏ ବ୍ରହ୍ମାଣ୍ଡରେ କେହି ନାହାନ୍ତି। ଲକ୍ଷ୍ମୀ ମଧ୍ୟ ଆହାର ପଡ଼ିଯାଇଥିଲେ ହନୁମାନ ଯେତେବେଳେ କହିଦେଇଥିଲେ। ତେଣୁ ଏଇ ଆଙ୍ଗୁଠିଟି ଆପଣ କ'ଣ କରିବେ? ଏ ଅନାମିକା ଆଙ୍ଗୁଠିରେ ସିନ୍ଦୁର କାର୍ଯ୍ୟକ୍ରମ କରିବେ, ମାଙ୍ଗଳିକ କାର୍ଯ୍ୟ।